ସବୁ ଗାଁ ଗହଳି ଯେତେ ମନ୍ଦିର ଯାଉଛ ଦେଖିଥିବ କଣ ବାହାର ଦୋକାନରୁ ଭୋଗ କିଣିକି ନେଲେ ଭୋଗ ହେଇଯିବ। ଗୋଟେ ଜଗନ୍ନାଥ ମନ୍ଦିରରେ ବାହାରୁ କିଣିକି ନେଲେ ଭୋଗ ହବ ନା କାହିଁକି ହବନି? ନା ଇଏ ମହାପ୍ରଭୁଙ୍କ ରୋଷଘର, ବିଚିତ୍ର ରୋଷଘର। ଏଠି 5 ଠାକୁର ଠାକୁରାଣୀକି ଆବାହନ କଲେ ଭୋଗ ହବ, ସବୁ ମନ୍ଦିରରେ ହେଇପାରିବନି। ଏଠି ଗୋଟେ ବୈଷ୍ଣବ ଅଗ୍ନି ଆରମ୍ଭ କାଳରୁ ଜଳୁଛନ୍ତି। ହିଙ୍ଗୁଳା ମା ତାଳେଚର ଛାଡ଼ିକି ସବୁଦିନ ଶ୍ରୀକ୍ଷେତ୍ର ଆସନ୍ତି। ସିଏ ହଉଛନ୍ତି ଅଗ୍ନି ସ୍ୱରୂପା। ସିଏ ମା ପ୍ରଭୁଙ୍କର ଚୁଲିରେ ନିଆଁ ଜଳାନ୍ତି। ଦକ୍ଷିଣ କାଳୀଙ୍କୁ ସୁଆର ପୂଜା କରେ ଯେ ମାଲୋ ତୁ ଶକ୍ତି ନଦେଲେ ଏତେ ବଡ଼ କଥା ନିଆଁ ସାଙ୍ଗେ ମୁଁ ଖେଳ ଖେଳି ପାରିବି ନାହିଁ। ଗୋଟେ ବାଇ ହାଣ୍ଡି ମିଠା ଡାଲି ଟିକିଏ ଓଲମ ବିଲମ ହେଲେ ଭାଙ୍ଗିଯିବ, ତାହେଲେ ମିଠା ଡାଲି ଦେହରେ ପଡ଼ିଗଲେ ଅଠା ଭଳିଆ ଲାଗିବ, ସେ ରହିପାରିବ? ତେଣୁ ମାଲୋ ତୁ କୃପା କରିଥିବ। ସିଦ୍ଧି ବିନାୟକଙ୍କ ପାଖରେ ପୂଜା କରାଯିବ ଯେ ଗଣେଶ ହଉଛନ୍ତି ବିଘ୍ନ ବିନାଶକ, ଯେ ଆପଣ କୃପା କଲେ ବିନା ବିଘ୍ନରେ ମହାପ୍ରଭୁଙ୍କର ରୋଷେଇ ହବ। ମଣିଷ ମାତ୍ରକେ ତ୍ରୁଟି ଅଛି, ମହାପ୍ରଭୁଙ୍କ ଭଳିଆ କାଳେ ନ ହେଇପାରିବ, ସୁସ୍ୱାଦୁ ନ ଲାଗିବ। ତେଣୁ ତମେ ଯେତେବେଳେ 22 ପାହାଞ୍ଚ ଅତିକ୍ରମ କରିବ, ଗୁମୁଟ ସରିଲା, ବାଁ ପଟକୁ ଯିବ, ସତ୍ୟନାରାୟଣ ଦର୍ଶନ କରିବାକୁ ରୋଷ ରାସ୍ତାଟା ଅଛି। ସେ ରାସ୍ତାକୁ ଲାଗିକି ଜଣେ ମହାଦେବ ଅଛନ୍ତି ବାଁ ପଟେ, ପୁରା ତଳକୁ ଅଛନ୍ତି, ସରୁ ରାସ୍ତା, ସଂକୀର୍ଣ୍ଣ ପଥ। ସିଏ ହଉଛନ୍ତି ଅଗ୍ନେଶ୍ୱର ମହାଦେବ। ଛେକ ବୁହା ହେଲା ବେଳକୁ ସେଇ ବାଟ ଦେଇକି ବୁହା ହବ। ତାହେଲେ କଣ ନା ମହାପ୍ରଭୁ ଅଗ୍ନେଶ୍ୱର ମହାଦେବ ନଜର ପକେଇଦେବେ। ଯଦି କିଛି ପାକ ସିଦ୍ଧ ହେଇନାହିଁ, ଅଖାଡୁଆ ରହିଯାଇଛି, ସେଠି ମହାପ୍ରଭୁ ତାଙ୍କ ଦୃଷ୍ଟି ଅଗ୍ନିରେ ତାକୁ ସମ୍ପୂର୍ଣ୍ଣ ପାକ କରି ମହାପ୍ରଭୁଙ୍କୁ ପାଠ ପଢ଼ିବେ। କିଏ ହେଲେ ହିଙ୍ଗୁଳା ଗଲେ, ଦକ୍ଷିଣ କାଳୀ ଗଲେ, ସିଦ୍ଧ ବିନାୟକ ଗଲେ, ଅଗ୍ନେଶ୍ୱର ମହାଦେବ ଗଲେ, ଏବଂ ତାପରେ ସୁଆର ସୁପକାର ସେବକ ମାନେ ଲକ୍ଷ୍ମୀଙ୍କ ପ୍ରତିନିଧିତ୍ୱ। ମାଙ୍କୁ ଡାକିବେ ମା ଏଥିରେ ସ୍ୱାଦ ଭରିବା ପାଇଁ ଆଉ ସମୟ ଭିତରେ ଏତେ ଖାଦ୍ୟ ସାରିବା ପାଇଁ, ତମେ କୃପା ନ କଲେ ହେଇପାରିବ ନାହିଁ।